ଜଗତଜନଙ୍କର କଲ୍ୟାଣ ନିମନ୍ତେ ନିଜକୁ ସମର୍ପିତ କରିଥିବା ମହାତ୍ମାମାନେ ଦୁରାତ୍ମାମାନଙ୍କର ନିମନ୍ତେ ସବୁବେଳେ ବ୍ୟଥିତ ହୋଇଥାନ୍ତି। ଦୁରାତ୍ମାମାନଙ୍କର କୁକ୍ରିୟା ଦ୍ୱାରା ଜନ ସମୁଦାୟରେ ପାପାଚାର ବଢ଼ିବାର ସମ୍ଭାବନା ଥାଏ। ଏହି କାରଣରୁ ଏଭଳି ନଷ୍ଟ ପୁରୁଷମାନଙ୍କୁ ସନ୍ମାର୍ଗରେ ଆଣିବା ନିମନ୍ତେ ଯତ୍ପରୋ ନାସ୍ତି ଉଦ୍ୟମ କରିଥାନ୍ତି ଜନ ସମୁଦାୟରେ। ସେହିପରି ଅତ୍ୟନ୍ତ ଦୟାଳୁ ଓ କରୁଣାର ଅବତାର ଥିଲେ ସନ୍ଥ ଦୟାରାମ। ତାଙ୍କର ଆଶ୍ରମ ଥାଏ। ଦିନେ ଏକ କୁଖ୍ୟାତ ଚୋରଟିଏ ଲୋକଙ୍କର ନଜରରୁ ରକ୍ଷା ପାଇବା ପାଇଁ ତାଙ୍କ ଆଶ୍ରମକୁ ପଶି ଆସିଥିଲା। ସନ୍ଥ ଦୟାରାମ ତାର ହାବଭାବରୁ ସେ ନଷ୍ଟ ଚରିତ୍ରର ବୋଲି ଜାଣିଥିଲେ ସୁଦ୍ଧା ସନ୍ଥ ତାଙ୍କୁ ନିରାପଦ ଆଶ୍ରୟ ଦେବା ସହ ଖାଇବାର ବ୍ୟବସ୍ଥା କରିଥିଲେ। ତତ୍ସଙ୍ଗେ ସଙ୍ଗେ ରାତ୍ରି ବିଶ୍ରାମର ବ୍ୟବସ୍ଥା ମଧ୍ୟ କରିଥିଲେ। ସନ୍ଥ ଶୋଇପଡ଼ିଲେ। ସନ୍ଥ ଶୋଇ ପଡ଼ିବା ପରେ ଚୋର ତାର ପ୍ରକୃତିବଶତଃ ସେ ଅଣ୍ଡାଳିବାରେ ଲାଗିଲା। ଘର ଭିତରେ କେଉଁଠି କ'ଣ କିଛି ଦାମୀ ଜିନିଷ ଅଛି କି? କ୍ଷୀଣ ଆଲୋକରେ ବା ସ୍ତିମିତ ଦୀପାଲୋକରେ ତାର ନଜରରେ ପଡ଼ିଲା ଦୁଇଟା ରୂପାର ଦୀପଦାନୀ। ସେ ଦୁଇଟିକୁ ସେ ଚୋରି ନେଇକି ଚାଲିଗଲା। ସେ ରାତିରେ ଚାଲିଗଲା ବେଳେ ରାତ୍ରି ପହରାଦାରମାନଙ୍କର ହାବୁଡ଼ରେ ପଡ଼ିଗଲା। ପହରାଦାରମାନେ ଚୋରକୁ ଧରି ପକାଇଲେ। ଧରି ରାଜାଙ୍କ ନିକଟକୁ ନେଇଗଲେ। ରାଜାଙ୍କ ନିକଟରେ ଚୋରଟି ଆଶ୍ରମରୁ ଏହାକୁ ଚୋରି କରି ଆଣିଥିବା କଥା ସ୍ୱୀକାର କରିଗଲା। ରାଜା ଆଦେଶ ଦେଲେ ସନ୍ଥଙ୍କୁ ଦରବାରକୁ ଆସିବା ନିମନ୍ତେ। ସନ୍ଥ ରାଜାଙ୍କର ଦରବାରରେ ପହଞ୍ଚିଗଲେ। ରାଜା ଚୋରି ସମ୍ପର୍କରେ ପଚାରିଲେ। ପରମ ଦୟାଳୁ ସନ୍ଥ ଦୟାରାମ କହିଥିଲେ, ମହାରାଜ, ତାଙ୍କୁ ଦଣ୍ଡିତ ନକରି ଛାଡ଼ି ଦିଅନ୍ତୁ। ମୁଁ ତାଙ୍କର ଦୁରାବସ୍ଥା ସମ୍ପର୍କରେ ଜାଣିପାରି ସ୍ୱେଚ୍ଛାରେ ଏ ଦୁଇଟି ଦୀପକୁ ଦେଇଥିଲି। ସେ ଚୋର ଏହା ଚୋରି କରିନାହାନ୍ତି। ସନ୍ଥ ଦୟାରାମ ଠାରୁ ଏପରି ବିପରୀତ କଥା ଶୁଣି ରାଜା ଆଶ୍ଚର୍ଯ୍ୟ ହୋଇଗଲେ। ସନ୍ଥଙ୍କର କହିବା ଅନୁସାରେ ଚୋରକୁ ଛାଡ଼ିଦେଲେ। ସନ୍ଥ ଦୟାରାମଙ୍କର ମହାନୁଭବତାର ପରିଚୟ ପାଇ ଚୋର ନିଜକୁ ଲଜ୍ଜିତ ଅନୁଭବ କରେ। ଚୋର ତାର ଅନ୍ତରାତ୍ମାର ବିଳାପ କରିଗଲା। ବାରମ୍ବାର ବିଳାପ କରି ଉଠିଲା ଚୋରର ଅନ୍ତରାତ୍ମା। ଏହିପରି ବାରମ୍ବାର ଉଠିବା ପରେ ସେ ଅନୁଭବ କଲା ଯେ ମୁଁ ଆଉ ଏହି ଘୃଣିତ କାର୍ଯ୍ୟ ଭବିଷ୍ୟତରେ କରିବି ନାହିଁ, କୌଣସି ଦିନ ହେଲେ କରିବି ନାହିଁ। ତେଣୁ ସେ ସନ୍ଥଙ୍କର ପାଦ ଛୁଇଁ ଶପଥ କରିଥିଲା। ଆଉ ସେହିଦିନ ଠାରୁ ଏହି ଚୋରି ବିଦ୍ୟା ସବୁଦିନ ପାଇଁ ଛାଡ଼ି ଦେଇଥିଲା। ସାଧୁ ମହାତ୍ମାମାନଙ୍କର ଏହିପରି ଉଦାର ମହାନତା ସଂସ୍କାରିତ ଚିନ୍ତାଧାରା ଏ ସଂସାରର ଦୁରାତ୍ମାମାନଙ୍କର ଚରିତ୍ରକୁ ବଦଳାଇ ଦିଏ। ସେହିପରି ସନ୍ଥ ଦୟାରାମଙ୍କର ଚିନ୍ତାଧାରା ଦ୍ୱାରା ଯେଉଁ ଆଚରଣ ଦ୍ୱାରା ସେଦିନ ଚୋରର ଜୀବନଚର୍ଯ୍ୟା ସବୁଦିନ ପାଇଁ ବଦଳିଗଲା।